जय जगन्नाथ केमिति अछंती आपण माने आशा करुछि बहुत ही भलरे थिबे। प्रभु जगन्नाथ को आशीर्वाद रे सबु बेले सुखरे रुहंतु, ऐश्वर्य युक्त होइकी रुहंतु, दीर्घजीवी होइकी रुहंतु। माँ महालक्ष्मी को आशीर्वाद सबु बेले आपण मानक उपरे, पिला परिवारक उपरे रहू। हृदय सहकारे मोर आपण मानक पई श्रीक्षेत्र पुरी रु सबु बेले प्रार्थना एवं मो हृदय सहकारे एतिकी प्रार्थना करे जो दर्शक बंधु माने वर्तमान मोर वीडियो देखुछंती कि शुणुछंती समस्ते ऐश्वर्य युक्त होइकी रुहंतु। महाबाहुंको पाखरे मोर एतिकी ही आपण मानक पई प्रार्थना। तेबे दर्शक बंधु आज उपाय रे मु आपण मानकु कहबी, जदि आपणकर कौनसी गुप्त शत्रु बा आपणकर कौनसी जानतरे अजानतरे शत्रु रहिछंती जिए कि आपणकर परिवार लोक देखंतु आजिकाली समाज एमिति कलुषित हो चलीची जे गोटे घरे आमे बापा माँ भाई भौणी देढ़शुर भाई बोहू दुई जा बा नणद भाउज एइभଳି हेइकी रहुचे, किंतु परस्पर भितरे शत्रुता रहुची। मुह उपरे जणे जनकु बहुत भल कथा कहउथिबा बेले जणे जनक पई संपूर्ण कॉन्शियसनेस देखौथिला बेले किंतु भितरे से अजाणतरे बहुत शत्रुता करि थाए। सबु बेले चिंता करुथाए तार अमंगल। आपणकर मंगल कोठी ना कोठी सही पारेनी, आपण उन्नति कले सही पारेनी, आपण भल पिंधिले सही पारेनी, आपण भल किछि कले सही पारेनी, आपण भलरे रहिले मध्य से सही पारेनी। तेणु से आपणकर गृह शत्रु, बाहर शत्रु आपण भल चाकरी कले कि व्यवसाय कले कि भल घर कले कि आपणक पिला उन्नति कले से साही पड़िशार लोक हो पारती। आपण जदि चाकरी करिसेंती चाकरी क्षेत्रर लोक हो पारती, आपण जदि व्यवसाय करुछंती व्यवसाय क्षेत्रर लोक मध्य हो पारती। एही भली जदि बहुत शत्रु आपणकर रहिछंती, आपण निजे अनुभव करुछंती जे एही भली शत्रु रहिछंती, तेबे ସେହି ଶତ୍ରୁଙ୍କ ବଶ ପାଇଁ ଶତ୍ରୁମାନଙ୍କୁ ଆପଣଙ୍କ ଜୀବନରୁ ଦୂର କରିବା ପାଇଁ, ଶାନ୍ତ କରିବା ପାଇଁ, ତଳିତଳାନ୍ତ କରିବା ପାଇଁ ଗୋଟେ ଅତି ସୁନ୍ଦର ସହଜ ଘରେଲୁ ଉପାୟ କହିବି। ମାତ୍ର 4ଟି ଲଙ୍କାରେ ଆପଣଙ୍କର ସେହି ଉପାୟ ହେଇପାରିବ। କେମିତି ଆପଣ ସେ ଉପାୟ କରିବେ ମୁଁ ଆଗକୁ କହିବି, କିନ୍ତୁ ମୋଟାମୋଟି ଭାବରେ ଦର୍ଶକ ବନ୍ଧୁ ଏଇଠି ମୁଁ କହିବାକୁ ଚାହେଁ ଯେ ବହୁତ ଜଣ ଭାବନ୍ତି ନାହିଁ ଏମିତି କିଛି ନାହିଁ, ଶତ୍ରୁ କିଛି ନାହିଁ, ନଜର ଦୋଷ କିଛି ନାହିଁ। ଶତ୍ରୁ କ'ଣ ପ୍ରତ୍ୟେକ ଜାଗାରେ ଆପଣଙ୍କୁ ହଣାମରା କରିଥାଏ? ଶତ୍ରୁ କ'ଣ ପ୍ରତ୍ୟେକ ଜାଗାରେ ଆପଣଙ୍କୁ ଡାଇରେକ୍ଟ ଆସିକି ଆଟାକ୍ କରିଥାଏ? ଶତ୍ରୁ କ'ଣ ପ୍ରତ୍ୟେକ ଜାଗାରେ ଆପଣଙ୍କଠୁ ରିଭେଞ୍ଜ ନିଏ କି? କିନ୍ତୁ ବହୁତ କ୍ଷେତ୍ରରେ ଏମିତି କିଛି ଶତ୍ରୁ ରହିଥାନ୍ତି ଯିଏକି ଅଜାଣତରେ କିଛି ନକରି ମଧ୍ୟ ସବୁବେଳେ ଆପଣଙ୍କର କୂଟ କପଟ ଚିନ୍ତା କରନ୍ତି। ଅର୍ଥାତ୍ ତାଙ୍କର ନଜର ଖରାପ। ଆପଣଙ୍କର ଭଲ ଘଣ୍ଟାଟେ ଦେଖିଲେ କୋଉଠୁ ଏ ଘଣ୍ଟା ଆଣିଛି, ଏତେ ପଇସା ଆ ପାଖରେ କୋଉଠୁ ଆସୁଛି, ଏତେ ଭଲ ଭଲ ଜିନିଷ ପିନ୍ଧୁଛି, ଆର ପିଲାମାନେ ଭଲ ଖାଉଛନ୍ତି, ଭଲରେ ରହୁଛନ୍ତି, ଇଏ ଦିନକୁ ଦିନ ଭଲ ଦିଶୁଛି, ଆ ସ୍ୱାମୀ ଆକୁ ଏତେ ଭଲ ପାଉଛି କି ଆ ସ୍ତ୍ରୀ ବହୁତ ଭଲ, ଇଏ ଲୋକ ଦିନକୁ ଦିନ ଉନ୍ନତି କରିଯାଉଛି। ଏଇ ଯେଉଁ ଚିନ୍ତା ମଧ୍ୟ ମଣିଷକୁ ଜଣା ପଡ଼େନି, କିନ୍ତୁ ଧୀରେ ଧୀରେ ଦେଖିବେ ନଜର କୋଉ ଭଳି ଲାଗେ। ସ୍ୱାମୀ ସ୍ତ୍ରୀ ଭଲରେ ରହୁଥିବେ, ହଠାତ୍ ଆପଣଙ୍କ ଭିତରେ ଖାଲି କଳି ଝଗଡ଼ା ଅଶାନ୍ତି ହେବ। ପିଲାମାନେ ଆପଣଙ୍କର ଭଲ ଥିବେ, ଦେହ ମୁଣ୍ଡ ଖରାପ ହେବ, ପିଲାଙ୍କର ଚାକିରିରେ ବାଧା ଆସିବ, ପିଲାଙ୍କର ପାଠପଢ଼ାରେ ବାଧା ଆସିବ, ପିଲାମାନେ ଆପଣଙ୍କର କଥା ମାନିବେନି, ଆପଣଙ୍କ ସହ ଚିଡ଼ଚିଡ଼ି ସ୍ୱଭାବର ବ୍ୟବହାର ଦେଖେଇବେ। ବେଳେବେଳେ ଯଦି ଆପଣଙ୍କର ଶାଶୁ ଶ୍ୱଶୁର ଘର ପରିବାର ବହୁତ ଭଲରେ ଚଳୁଛନ୍ତି, ଦେଖିବେ ସେହି ଶାଶୁ ଶ୍ୱଶୁର ଆପଣଙ୍କୁ ଦେଖିଲେ ମାନେ ବିତୃଷ୍ଣା ଭାବ କରିବେ, ବା ଆପଣ ମଧ୍ୟ ସେମାନଙ୍କ ପ୍ରତି ଭଲ ଭାବନା ରହିବନି। ଘରେ ଟିକେ ଟିକେ କଥାରେ କଳି ଝଗଡ଼ା ହେବାକୁ ଲାଗିବ, ଘରର ପରିବେଶ ଖରାପ ହେବ। ଆପଣ ଭଲ ଘର କିଣୁଛନ୍ତି, କାର୍ କିଣୁଛନ୍ତି, ଟଙ୍କା ପଇସା ସଞ୍ଚୟ କରୁଛନ୍ତି, ହଠାତ୍ ଇନକମ୍ରେ ବାଧା ଆସିବ। ଏତେ ଉନ୍ନତି କରୁଥିଲେ କିନ୍ତୁ ସେହି ଜିନିଷ ଆପଣଙ୍କର ବିକ୍ରି ହେବାକୁ ଲାଗିବ, ଭୁଲ ବାଟରେ ଖର୍ଚ୍ଚ ହୋଇଯିବାକୁ ଲାଗିବ, ସଞ୍ଚୟ କିଛି ହେବନି ଏବଂ ଆପଣ ନୂଆ ଜିନିଷ ଯାହା କରୁଥିଲେ କରିପାରିବେ ନାହିଁ, ହାତ ବାନ୍ଧିଲା ଭଳି ବସି ପଡ଼ିବେ। ଏସବୁ ଗୁପ୍ତ ଶତ୍ରୁ ବା ଆପଣଙ୍କର ଘରେ ରହୁଥିବା କିଛି ଲୋକ ଯାହାକୁ ଆପଣ ନିଜର ଭାଇ ଭାବନ୍ତି,
ନିଜର ଭଉଣୀ ଭାବନ୍ତି, ନିଜର ଯା ଭାବନ୍ତି, ନିଜର ମା ଶାଶୁ ଭାବନ୍ତି ବା ଶାଶୁ ଆପଣଙ୍କୁ ବୋହୂ ଭାବନ୍ତି। ଏଇଭଳି କିଛି ସମ୍ପର୍କରେ ବନ୍ଧା ହେଇକି ମଧ୍ୟ ନଜର ଖରାପ ଯୋଗୁଁ ଆପଣଙ୍କ ଉପରେ ତା'ର ପ୍ରଭାବ ନିଶ୍ଚୟ ପଡ଼େ, ଆପଣ ମାନନ୍ତୁ ବା ନ ମାନନ୍ତୁ। ଯେଉଁମାନେ ଏଇସବୁ ସମସ୍ୟାକୁ ଅଙ୍ଗେ ଲିଭେଇଛନ୍ତି ସେ ଜାଣିଛନ୍ତି ନଜରର ପ୍ରଭାବ କେମିତି। ଗୋଟେ ଦୋକାନ ବହୁତ ଭଲ ଚାଲୁଥିବ, ହଠାତ୍ 5ଟା ଲୋକ ୟା ଦୋକାନ ଏତେ ଭଲ ଚାଲୁଛି, ଏତେ ଲୋକ ଗହଳି ହେଉଛନ୍ତି, ଏତେ ଆର ବିଜନେସ୍ ହେଉଛି, ଏଇଭଳି କହିବେ। ଦେଖନ୍ତୁ ଧୀରେ ଧୀରେ ସେ ଦୋକାନର କ'ଣ ହୁଏ ନା ଇନକମ୍ କମିବାରେ ଲାଗେ, ଗ୍ରାହକ କମିବାରେ ଲାଗନ୍ତି। କିନ୍ତୁ କେଉଁ କ୍ଷେତ୍ରରେ କମେନି ନା ଅତି ବଡ଼ ବଡ଼ ଇଣ୍ଡଷ୍ଟ୍ରି ଯେଉଁଠିକି ହଜାର ହଜାର ଲୋକ କାମ କରୁଛନ୍ତି, ସେଠି ଯଦି 50-100 ଲୋକ କହିଲେ ସେଠି ପ୍ରାୟ ଦୃଷ୍ଟି ଏତେ କାମ କରେନି। କାରଣ ଲୋକ ସଂଖ୍ୟା ବହୁତ। ଗୋଟେ ଇଣ୍ଡଷ୍ଟ୍ରିରେ 5,000-10,000 ଲୋକ କାମ କରୁଛନ୍ତି, ତାକୁ 100 ଲୋକ ନଜର ପକାଇଲେ କିଛି ପ୍ରଭାବ ପଡ଼େନି। କିନ୍ତୁ ଆପଣଙ୍କର ଗୋଟେ ଦୋକାନରେ ଆପଣ ଏକୁଟିଆ କାମ କରୁଛନ୍ତି, ଆପଣଙ୍କ ଘରେ ଆପଣଙ୍କର 3-4 ଜଣ ଫ୍ୟାମିଲି ମେମ୍ବର ରହିଛନ୍ତି, ଉନ୍ନତି ହେଇ ଚାଲିଛି। ତାକୁ ଯଦି 500 ଲୋକ ଡେଲି କହିବେ ୟାର ଏତେ ଭଲ ବେପାର ହେଉଛି, ୟାର ଏତେ ଘର ଭଲ ଅଛି, ତେବେ ନିଶ୍ଚିନ୍ତ 3 ଜଣ 5 ଜଣଙ୍କ ଉପରେ 500 ଜଣଙ୍କ ନଜର କଟୁ ଦୃଷ୍ଟି କାମ ନିଶ୍ଚୟ କରେ। ଆପଣ ଯେଉଁମାନେ ଅଙ୍ଗେ ଲିଭେଇଛନ୍ତି ଧୀରେ ଧୀରେ ତାହା ଅନୁଭବ ନିଶ୍ଚିନ୍ତ ଭାବରେ କରିଥିବେ। ପିଲାଟି ଆପଣଙ୍କର କେତେ ଭଲରେ ଥିବ, ଯିଏ ତା ଉପରେ ନଜର ଲଗାଉଛି ଦେଖିବେ ସେହି ପିଲାର ସ୍ୱାସ୍ଥ୍ୟ ଖରାପ ହେବ। ସେ ପିଲା ବାହା ହେଇଛି, ସ୍ତ୍ରୀ ସହିତ ଠିକ୍ସେ ରହିପାରିବନି, ତା ପିଲା ଛୁଆଙ୍କ ଉପରେ ପ୍ରଭାବ ପଡ଼ିବ। ଏଇଭଳି ହୁଏ। କିଛି ଲୋକ ଆପଣଙ୍କର ବନ୍ଧୁ ହେଇକି ଘରକୁ ଆସନ୍ତି, ଭଲରେ ବସି ଚା କଫି ପିଅନ୍ତି, ଯେତେବେଳେ ଫେରିକି ଯାଆନ୍ତି ଅତି ଖରାପ ନଜର ଛାଡ଼ିକି ଯାଆନ୍ତି। ମାନେ ଘରେ ବସିକି ଏତେ ବଡ଼ ଟିଭି ଆଣିଛି, କେଉଁଠୁ ଆଣିଲା, ଏତେ ବଢ଼ିଆ ଡବଲ ଡୋରର ଫ୍ରିଜ୍ ଲଗେଇଛି, କେଉଁଠୁ ଫ୍ରିଜ୍ ଆଣିଛି, ୟାର ଭାରି ଉନ୍ନତି ହେଉଛି, କ'ଣ କରୁଛି କେଜାଣି, ଏମିତି ଭାବି ଭାବିକି ବହୁ ନକାରାତ୍ମକ ଉର୍ଜା। ଦେଖନ୍ତୁ ନଜର ଅର୍ଥ କ'ଣ? ଖରାପ ଚିନ୍ତା, ନେଗେଟିଭ୍ ଚିନ୍ତାଧାରା ଆପଣଙ୍କ ଘରେ ଛାଡ଼ିକି ଯାଆନ୍ତି। ଆପଣଙ୍କ ସକାରାତ୍ମକ ପୂଜା ପାଠ ଫଳର ସବୁ ଯାହା ସକାରାତ୍ମକ ଉର୍ଜାକୁ ନଷ୍ଟ କରେ ନକାରାତ୍ମକ ଉର୍ଜା। ଏହା ହିଁ ଯେଉଁମାନେ ଅଙ୍ଗେ ଲିଭେଇଛନ୍ତି ଜାଣିଛନ୍ତି। ତେବେ ଅତି ଛୋଟ ଉପାୟ କହିବି ଦର୍ଶକ ବନ୍ଧୁ, ଯଦି ଆପଣମାନେ କୌଣସି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି, ମୋର ପ୍ରତିକାର ନେବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଚାଲିଛି, ଆପଣଙ୍କର ଜାତକ ଥାଉ ବା ନଥାଉ, ଡେଟ୍ ଅଫ୍ ବାର୍ଥ କହିକି ମଧ୍ୟ ଆପଣ ପ୍ରତିକାର ଜାଣିପାରିବେ। ନିଜର ସମସ୍ୟା କ'ଣ ଚାଲିଛି, ସମସ୍ୟା ବିଷୟରେ କହିକି ଆପଣ ମୋ ଠାରୁ ପ୍ରତିକାର କହିପାରିବେ। ତେବେ ଦର୍ଶକ ବନ୍ଧୁ, ମୋର ଆପଏଣ୍ଟମେଣ୍ଟ ନେବା ପାଇଁ ଅଫିସର ଫୋନ୍ ନମ୍ବର ଅଛି, ମ୍ୟାନେଜର ବାବୁଙ୍କୁ ଫୋନ୍ କରିକି ମୋର ଆପଏଣ୍ଟମେଣ୍ଟ ନେଇପାରିବେ। ଏବେ କହିବି ଉପାୟ, ଏବଂ ମୋର ନୂଆ ଚ୍ୟାନେଲ ଦେଖିବା ପାଇଁ ଡିସ୍କ୍ରିପ୍ସନରେ ଲିଙ୍କ ଅଛି, ଦେଖନ୍ତୁ, ସେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କର ଉପାୟ ହେଉଛି କିଛି ନାହିଁ, ମାତ୍ର ଘରୁ ଆପଣ 4ଟି ଶୁଖିଲା ନାଲି ଲଙ୍କା ନିଅନ୍ତୁ, ଯାହା ଆପଣଙ୍କର ଡେମ୍ଫ ସହ ଥିବ, ଖଣ୍ଡିଆ ଲଙ୍କା ନେବେନି। ଶୁଖିଲା ନାଲି ଲଙ୍କା 4ଟି ନେବା ପରେ ଆପଣ କ'ଣ କରିବେ ନା ତାର ମଞ୍ଜି ସବୁ ବାହାର କରିଦେବେ। ଚୋପା ଡେମ୍ଫ ଆପଣଙ୍କର ଦରକାର ନାହିଁ, ମଞ୍ଜିକୁ ବାହାର କରିଦେବେ, କିନ୍ତୁ ଡେମ୍ଫ ଲଗା ଲଙ୍କା ହିଁ ନେବେ। ଆପଣ ଏଇ ଚିନ୍ତା କରିକି ଯେ ମୋର ଶତ୍ରୁ ସମ୍ପୂର୍ଣ୍ଣ ଜୀବନରୁ ଶେଷ ହେଇଯାଇଛନ୍ତି, ଶତ୍ରୁଙ୍କର ନଜର ଦୋଷ ସବୁ ନଷ୍ଟ ହେଇଯାଇଛି, ମୋ ଘର ଉପରୁ, ମୋ ପିଲାଙ୍କ ଉପରୁ, ମୋ ପରିବାର ଉପରୁ, ମୋ ବ୍ୟବସାୟ ଉପରୁ ବା ମୋ ଚାକିରି ଉପରୁ କେଉଁଠି ଆପଣ ଅନୁଭବ କରୁଛନ୍ତି ବା ମୋ ସମ୍ପର୍କ ଉପରୁ, ପ୍ରତ୍ୟେକ ଜାଗାରୁ ଶତ୍ରୁର ଖରାପ ଦୃଷ୍ଟି, ଖରାପ ଚିନ୍ତା, ଘର ଶତ୍ରୁ ହୁଅନ୍ତୁ ବା ଶତ୍ରୁକୁ ଯଦି ଚିହ୍ନିଛନ୍ତି ପ୍ରପର ତା ନାଁ ନେଇକି କହିବେ, ଅମୁକ ଲୋକ ମୋ ପ୍ରତି ଯାହା ବି ଶତ୍ରୁତା କରୁଛି, ଶତ୍ରୁତା ନଷ୍ଟ ହେଇଯାଇଛି, ତା ଦୃଷ୍ଟି ନଷ୍ଟ ହେଇଯାଇଛି, ସେ ନିଜେ ତା ଚିନ୍ତା ଦ୍ୱାରା ନଷ୍ଟ ହେଇଯାଇଛି, ସବୁ ଆପଣ ଏଇଭଳି କହିବେ। ଯଦି କାହାକୁ ଚିହ୍ନି ନାହାନ୍ତି, ତେବେ ମୋର ଘର ଶତ୍ରୁ, ମୋର ବାହାର ଶତ୍ରୁ, ଯିଏ ବି ମୋର ଖରାପ ଚିନ୍ତା କରୁଛି, ନଜର ଖରାପ କରୁଛି, ମୋର ଖରାପ ଚିନ୍ତା କରୁଛି, ସବୁ ଶତ୍ରୁ ଦୋଷ ନଷ୍ଟ ହେଇଯାଇଛି କହିକି ଆପଣ ଲଙ୍କା ଭିତରୁ ପେଟ ଚିରିକି ମଞ୍ଜି ବାହାର କରି ନିଅନ୍ତୁ। ସେହି ମଞ୍ଜିକୁ ଗୋଟେ ଢାଳ ନିଅନ୍ତୁ, ତମ୍ବାର ଢାଳ ବା ପିତ୍ତଳର ଢାଳ ନେଇକି ପାଣି ଭର୍ତ୍ତି କରିଦିଅନ୍ତୁ। ଯଦି ଢାଳ ନାହିଁ ତେବେ ଆପଣ ଗ୍ଲାସ୍ ବା ଗିନା ନେଇପାରିବେ, କିନ୍ତୁ ମୋ ମତରେ ଢାଳ ହେଲେ ବହୁତ। ଢାଳ ଭିତରେ ମଞ୍ଜି ପକାଇବା ପରେ ଆପଣ ସେଥିରେ ପାଣି ଭର୍ତ୍ତି କରିଦିଅନ୍ତୁ। ଏତିକି ଧ୍ୟାନ ରଖନ୍ତୁ ଯେମିତି ପାଣି ତଳେ ପଡ଼ିବ ନାହିଁ, ପରଫେକ୍ଟ ଭର୍ତ୍ତି ହେଇଯିବ। ୟାର ସାଇଣ୍ଟିଫିକ୍ ଲଜିକ୍ ହେଉଛି, ଦେଖନ୍ତୁ ଲଙ୍କା ହେଉଛି ପୋଡ଼ା ଜଳା ଏବଂ କଷ୍ଟ ଦେଉଥିବା ଜିନିଷ, ଯାହାକି ଜଳା ପୋଡ଼ାର ସଂକେତ।
जल ता उपरे पड़िबा अर्थ शांत करिबा। तेणु लंका जदि आपणकर शत्रुर प्रतीक हुए, जल होउछि आपण निजे जीए कि शत्रु को शांति करिवार प्रतिकार। या पछरे संपूर्ण साइंटिफिक लॉजिक रहिछि। देखंतु लंका मंजी जेतबेला आपण पड़िबो ता उपरे जल पड़िबो, किछि रासायनिक प्रतिक्रिया आपणकर केमिकल रिएक्शन हुए। तेणु करी यह संपूर्ण कल्पना भित्तिक नुहे, यह मध्य आपणकर लॉजिकल गोटे प्रतिकार। तेणु आपण लंका मंजी प्रथमे ढाल रखिबे, ता उपरे जल पकेबे, अर्थात शत्रु उपरे शांति आपण आवाहन कले। एहापरे सेई जो ढाल को निज चारिपटे आपण घंटा जो पटे बुलुची, अर्थात डाहाण हाथ पटिया क्लॉक वाइज आपण निज चारिपटे बुलेबे। जदि शत्रु को जानिछंती मोर अमुक शत्रु संपूर्ण शांति हो जाइछि, तार शत्रुता शांति हो जाइछि, से मो प्रति जहाँ भी खराब चिंता करुछि सब शांति हो जाइछि, से निजे ता चिंता द्वारा नष्ट हो जाइछि, मोर सब आज मंगल होउछि, एई कथा कहिकी बुलेबे। जदि घर उपरे करूछंती घर चारिपटे बुलेबे, जदि दुकान व्यवसाय रे करूछंती तेबे व्यवसाय रे बुलेबे, जदि ऑफिस रे करूछंती टेबुल उपरे तेबे निज उपरे बुलेकी ऑफिस टेबुल उपरे बुलेबे, किंतु घंटा दिगरे अर्थात क्लॉक वाइज बुलेबे। ताकू नहीं घर बाहर को जिबे, बेसी दूर जिबा दरकार नहीं, घर ठू टिके दूर को जाइकी जोठी हठात सांगे सांगे लोक कुदिबेनी बा कहार घर सामने केबे ढाळिबेनी, टिके साइड करिके आपण ताकू ढाळी देबे, पछकू फेरिकी चाहिबेनी, घर को एक मुहा हेकी चली आसीबे, किए डाकिले भी शुणिबेनी। घर बाहर आगुआ पानी थोई देइथिबे, एही प्रतिकार करिबा पूर्वरु मुह गोड़ हाथ से जो ढाल को धोईदेवे एवं मुह गोड़ हाथ धोईदेवे। बाकी आपण बाल्टी ढाल जो थे पानी रखिथे धोइबापी ताकू नेइकी घर को आसतु, बा आपण सेठी जदि अगणार अच्छी सेटा थाउ परे आनिबे, किछि असुविधा नहीं। यही शुभ चिंता सह जे मो घर को मु सब मंगल एवं मो निजर उन्नति नहीं कि प्रवेश करुच्ची, जो नाकपटे बहुत भल निश्वास जाउथिबो आसुथिबो सेही पाद पकेकी घर को प्रवेश करंतु। नाही नाक जदि जानी पारु नाहंती तेबे डायरेक्ट सब शुभ चिंता करी घर को प्रवेश करि जाहंतु। एही उपाय आपण मंगलवार, रविवार बा शनिवार करि परिबे। आसंता मंगलवार आपणकर मकर संक्रांति, सेही दिन जदि करूछंती बहुत भल कथा। एवं उपाय को आपण मंगलवार कले 4 मंगलवार, शनिवार कले 4 शनिवार, रविवार कले 4 रविवार, एई भली 4 थर निश्चिंत भाव में आपणांतु। देखिबे आपण जहाँ पई उपाय करूछंती से शत्रु संपूर्ण नष्ट हो जिवो, से शांत हो जिवो। आमे कहार अमंगल चिंता करिबानी, शत्रुता दूर हो जिवो, शत्रु शांत हो आपण जीवन में मंगल हम, एतिक ही आमर कामना। तेबे आशा करुच्ची आपको वीडियो निश्चिंत भाव में भल लगी। चैनल को सब्सक्राइब करंतु, लाइक करंतु, शेयर करंतु। देखा हबा नेक्स्ट वीडियो रे। जय जगन्नाथ।